ଠାକୁରାଣୀ କହିଲେ ବାପା ଆଜି ଠାରୁ ମୁଁ ଆଉ ଥିଲେ ସିନା ତୁମକୁ ବାପା ବୋଲି ଡାକିବି, ମୁଁ ନ ରହିଲେ ଶିବ ଆଉ ଜାମତା କେମିତି ମୋର ହେବେ? ମୋ ଲାଗି ସିନା ସିଏ ତୁମର ଜ୍ୱାଇଁ, ଆଉ ମୋ ମୁହଁ ଦେଖିବ ନାହିଁ। ଏହା ବିଚାର କରି ମା ଯେଉଁ ଯଜ୍ଞରୁ ସୃଷ୍ଟି ହେଇଥିଲେ ସେଇ ଯଜ୍ଞରେ ଆହୁତି ହେଇଗଲେ ବୋଲି ଆନନ୍ଦ କନ୍ଦ ଭଗବାନ ଆନନ୍ଦ ଏକବାର ହରି ହରି ବୋଲ। ସେଇ ଯଜ୍ଞକୁ ଡେଇଁ ପଡ଼ିଲେ, ଝାସ ଦେଲେ। ଯେଉଁ ଯଜ୍ଞରୁ ସୃଷ୍ଟି ହେଇଥିଲେ ମା ଭବାନୀ ସେଇ ଯଜ୍ଞରେ ଆହୁତି ହେଇଗଲେ। ଶିବ ଦକ୍ଷଙ୍କର ମୁଣ୍ଡ କାଟିକିରି ପକେଇଛନ୍ତି ଦକ୍ଷ ଯଜ୍ଞରେ, ସେ ଜଳିକିରି ପାଉଁଶ ହେଇଯାଇଛି ନା ନାହିଁ? ତାହେଲେ ସତୀଙ୍କର ଶରୀର କାହିଁକି ଜଳିଲାନି? ସତୀଙ୍କର ଶରୀର ଏଇଥିପାଇଁ ଜଳିଲା ନାହିଁ, ସତୀ ଚିନ୍ତା କଲେ ମୋର ଏ ଶରୀର 51 ଗୋଟି ଶକ୍ତିପୀଠ ତିଆରି ହବ। ଯଦି ପୋଡ଼ିକିରି ପାଉଁଶ ହେଇଯାଇଥାନ୍ତା ସେ ଶକ୍ତିପୀଠ କେମିତି ତିଆରି ହେଇଥାନ୍ତା? ସେଇଥିପାଇଁ ତାଙ୍କର ଶରୀର ଅଧା ପୋଡ଼ିକିରି ରହିଲା। ଶିବ ଠାକୁରଙ୍କୁ ପାଗଳ କରିଦେଲେ ମା ପାର୍ବତୀ ସତୀ ଠାକୁରାଣୀ। ଶିବ ପାଗଳ ହେଇଗଲେ, ଭସ୍ମେଶ ତାଙ୍କର ନାମ ହେଇଗଲା। ସେଇ ସମୟରେ ମା ସତୀଙ୍କର ପାଦ ଧରିଥିଲେ ସେଇ ଗୋଟିଏ ଥର ପାଇଁ ଶିବ। ଆପଣ ମାନେ ଆପଣଙ୍କ ସ୍ୱାମୀଙ୍କ ପାଦ ଧରନ୍ତି, ପ୍ରଣାମ କରନ୍ତି। ଆପଣଙ୍କ ସ୍ୱାମୀ ଆପଣଙ୍କ ପାଦ ଗୋଟିଏ ଥର ଧରିଥିବେ ବାହାଘର ସମୟରେ, ହଁ କି ନାହିଁ ମା? ମନେ ଅଛି ନା ଭୁଲି ଯାଇଛି? ଗୋଟିଏ ଥର ଧରିଥିବେ। କିନ୍ତୁ ଶିବ ପାର୍ବତୀଙ୍କର ପାଦକୁ ଧରିଲେ, ମା ପାର୍ବତୀଙ୍କର ପାଦ ମଧ୍ୟ ଶିବଙ୍କ ଉପରେ ଥରେ ପଡ଼ିଥିଲା। କେତେବେଳେ ପଡ଼ିଥିଲା ନା ଯେତେବେଳେ ଦୁର୍ଗା ବେଶକୁ ଧରି ଦୈତ୍ୟମାନଙ୍କୁ ବିନାଶ କଲେ, ମା ଦୁର୍ଗା ବିଚାର କଲେ, ଶମ୍ଭୁକୁ ମାଇଲି ନିଶମ୍ଭେ ମାଇଲି, ଚଣ୍ଡ ମୁଣ୍ଡକୁ ବଧିଲି ଧନମାଳି, ଚଣ୍ଡ ମୁଣ୍ଡକୁ ବଧିଲି, ଚିଙ୍ଗୁର ଯେ ପୁଣି ବିଡ଼ା ଲାଖେ ବୀରେ ମରଣ ମୁଖକୁ ଦେଲି। ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ